जय जगन्नाथ पिलाମାନେ ସାହିତ୍ୟାନ ଚ୍ୟାନେଲକୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ଭାଷାର ଉଦ୍ଭବ ଓ ବିକାଶ କ୍ରମରେ ଆଜି ଆଉ ଗୋଟିଏ କ୍ଲାସ୍। ଆଜି ପଢ଼ିବା ଅପଭ୍ରଂଶ ଭାଷା ସହିତ ଓଡ଼ିଆ ଭାଷାର ସମ୍ପର୍କ, ପ୍ରାକୃତ ଭାଷା ସହିତ ଓଡ଼ିଆ ଭାଷାର ସମ୍ପର୍କ ଆଉ ତା ବାସ୍ତବତା ଉପରେ ଆମେ ଆଲୋଚନା କରିଥିଲେ। 16ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଉପରେ ପ୍ରାକୃତ ଭାଷାର ବିଶେଷ ପ୍ରଭାବ ଦେଖିବାକୁ ମିଳିଥିଲା। ତେଣୁ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ ବହୁ ସ୍ଥାନରେ ପ୍ରାକୃତ ବନ୍ଦେ ଭାଗବତ ବୋଲି ଘୋଷଣା କରିଥିଲେ। ଆଉ ଧ୍ୱନି ତତ୍ତ୍ୱ ଓ ରୂପ ତତ୍ତ୍ୱ ଦୃଷ୍ଟିରୁ ମଧ୍ୟ ଆମେ ପ୍ରାକୃତ ଶବ୍ଦ ଓଡ଼ିଆ ଭାଷାରେ କେମିତି ବ୍ୟବହାର ହେଇଛି, କିଛି ଶବ୍ଦ ଅଛି ପ୍ରାକୃତ ଶବ୍ଦ ଯାହାର ମୂଳ ନିର୍ଣ୍ଣିତ ହୋଇପାରିନି, ସେ ବିଷୟରେ ଆମେ ଆଲୋଚନା କରିଥିଲେ। ଆଜି ଆଗକୁ ବଢ଼ିବା ଅପଭ୍ରଂଶ ଭାଷା ସହିତ ଓଡ଼ିଆ ଭାଷାର ସମ୍ପର୍କ। ତେବେ ଅପଭ୍ରଂଶ ଭାଷା କହିଲେ ଆମେ ଅପଭ୍ରଂଶ ଭାଷା କହିଲେ ଆମେ ଦେଖିବା ଯେ ଖ୍ରୀଷ୍ଟପୂର୍ବ 500ରୁ ଖ୍ରୀଷ୍ଟାବ୍ଦ 1000 ବର୍ଷ ମଧ୍ୟରେ ଯେଉଁ ମଧ୍ୟଭାରତୀୟ ଆର୍ଯ୍ୟ ଭାଷାର ସ୍ତର ଥିଲା ତାକୁ କୁହାଯାଏ ଅପଭ୍ରଂଶ। ପ୍ରାକୃତ ସ୍ତର ଓ ଏହି ଅନ୍ତିମ ମଧ୍ୟଭାରତୀୟ ଆର୍ଯ୍ୟ ଭାଷା ବା ଅପଭ୍ରଂଶର ମିଶ୍ରଣରେ ହିଁ ସୃଷ୍ଟି ହୋଇଥିଲା ସାହିତ୍ୟିକ ଅପଭ୍ରଂଶ। ଅପଭ୍ରଂଶର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି, ଯଦି ଏମିତି ଦେଖିବା, ଅପଭ୍ରଂଶ କହିଲେ ଭ୍ରଷ୍ଟ, ବିଚ୍ୟୁତ, ଦୂଷିତ, ଅସାଧୁ, ମ୍ଲେଚ୍ଛ, ବିଭ୍ରଷ୍ଟ ଏହି ଅର୍ଥରେ ବୁଝାଏ। ସଂସ୍କୃତ ଭାଷାର ପ୍ରାଧାନ୍ୟ ପ୍ରାକୃତ ଭାଷା ପର୍ଯ୍ୟନ୍ତ ଯେତିକି ଥିଲା, ଅପଭ୍ରଂଶ ବେଳକୁ ଆଉ ସେତିକି ରହିଲା ନାହିଁ। ଫଳତଃ ସଂସ୍କୃତ ବିଦ୍ୱାନମାନେ ଏହାକୁ ନିନ୍ଦା କରିଥିଲେ, ଏହାକୁ ଗ୍ରାମୀଣ ଭାଷା ଭାବରେ ନାମକରଣ କରିଥିଲେ ବା ଦେଶୀ ଭାଷା ଭାବରେ ନାମକରଣ କରିଥିଲେ। ପତଞ୍ଜଳିଙ୍କ ରଚିତ ମହାଭାଷ୍ୟ ଗ୍ରନ୍ଥରେ ଅପଭ୍ରଂଶ ଭାଷାକୁ ମ୍ଲେଚ୍ଛ ଭାଷା ବା ଅପଶବ୍ଦ ବୋଲି ଉଲ୍ଲେଖ କରାଯାଇଛି। ରୁଦ୍ରଟ ତାଙ୍କର କାବ୍ୟାଳଙ୍କର ଗ୍ରନ୍ଥରେ ମଧ୍ୟ ପ୍ରାକୃତ ଭାଷା ହିଁ ଅପଭ୍ରଂଶ ଭାଷା, ଯାହାକୁ ହେମଚନ୍ଦ୍ର ଆଉ ମାର୍କଣ୍ଡେୟ ନେମିସାଧୁ ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳେ। ଆଧୁନିକ ଭାଷାବିତ୍ମାନଙ୍କ ମଧ୍ୟରେ ଡକ୍ଟର ସୁନୀତ କୁମାର ଚାଟାର୍ଜୀ, ଡକ୍ଟର ଜେକୋବି, ଡକ୍ଟର ସୁକୁମାର ସେନ ଏମାନେ ସମସ୍ତେ ପ୍ରାକୃତ ଭାଷା ଓ ଅପଭ୍ରଂଶ ଭାଷା ମଧ୍ୟରେ ବହୁ ସାମ୍ୟ ବୈଷମ୍ୟ ସନ୍ଧାନ କରି ଏହାକୁ ସ୍ୱତନ୍ତ୍ର ଭାଷା ବୋଲି ପ୍ରମାଣ କରିଛନ୍ତି। ପ୍ରାୟ 10ମ ଶତାବ୍ଦୀ ପର୍ଯ୍ୟନ୍ତ ଏହା କଥିତ ରୂପରେ ବ୍ୟବହୃତ ହେଉଥିଲା। ପଞ୍ଚଦଶ ଶତାବ୍ଦୀ ବେଳକୁ ଏହା ସାହିତ୍ୟିକ ରୂପ ଲାଭ କଲା। ପ୍ରଦେଶ ମଧ୍ୟରେ ଅପଭ୍ରଂଶ ଭାଷାର ଯଥେଷ୍ଟ ସାମ୍ୟ ଦେଖିବାକୁ ମିଳିଥିଲା। କଥିତ ଅପଭ୍ରଂଶ ଭାଷାର ଆଞ୍ଚଳିକତା ପ୍ରଭାବରେ କ୍ରମେ ଭାରତୀୟ ଆର୍ଯ୍ୟ ଭାଷା ସୃଷ୍ଟି ହେଲା, ଯେମିତିକି ପ୍ରାକୃତ ମହାରାଷ୍ଟ୍ରୀ, ପୈଶାଚୀ, ସୌରସେନୀ, ମାଗଧୀ। ଅପଭ୍ରଂଶ ମହାରାଷ୍ଟ୍ରରୁ ମହାରାଷ୍ଟ୍ରୀ। ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା ହେଲା ମରାଠୀ। ପୈଶାଚୀ ଅପଭ୍ରଂଶ ଭାଷା ହେଲା ପୈଶାଚୀ ଆଉ ଲହନ୍ଦା, ପଞ୍ଜାବୀ, ସିନ୍ଧି। ସୌରସେନୀ ପ୍ରାକୃତରେ ଥିଲା ସୌରସେନୀ, ଅପଭ୍ରଂଶରେ ଥିଲା ସୌରସେନୀ, କିନ୍ତୁ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା ଯେତେବେଳେ ଆସିଲା ସେତେବେଳେ ପଶ୍ଚିମ ହିନ୍ଦୀ ହେଇଗଲା। ପଶ୍ଚିମ ହିନ୍ଦୀରେ ରହିଲା ଖଡ଼ିବୋଲି, କନୌଜି, ବାଙ୍ଗୁରୁ, ବୁନ୍ଦେଲି। ଖଡ଼ିବୋଲି ହିନ୍ଦୀ ନାମରେ ପ୍ରସିଦ୍ଧି ଲାଭ କଲା। ରାଜସ୍ଥାନୀ, ଗୁଜୁରାଟୀ, ପାହାଡ଼ି, ଲହନ୍ଦା, ପଞ୍ଜାବୀ, ସିନ୍ଧି। ତାପରେ ଯେତେବେଳେ ମାଗଧୀ ଆସିଲା, ପୂର୍ବୀ ମାଗଧୀ, ଅର୍ଦ୍ଧ ମାଗଧୀ, ଓଡ଼ିଆ, ବଙ୍ଗଳା, ଆସାମୀ, ବିହାରୀ ପୂର୍ବୀ ମାଗଧୀରୁ ସୃଷ୍ଟି ହେଲା। ଅର୍ଦ୍ଧ ମାଗଧୀରୁ ପୂର୍ବୀ ହିନ୍ଦୀ ଅର୍ଥାତ୍ ଅବଧୀ, ବାଘେଲି, ଛତିଶଗଡ଼ୀ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା ସୃଷ୍ଟି ହୋଇଥିଲା। ତେବେ ପୂର୍ବୀ ମାଗଧୀ ଅପଭ୍ରଂଶ ପର୍ଯ୍ୟାୟରୁ ଓଡ଼ିଆ ଭାଷାର ଉତ୍ପତ୍ତି ଘଟିଥିବା ବର୍ଣ୍ଣନା ଅଛି। ଏ ବିଷୟରେ ଗବେଷକମାନେ ମଧ୍ୟ ମତ ଦେଇଛନ୍ତି। ତେଣୁ ପ୍ରାଚୀନ ଅପଭ୍ରଂଶ ଭାଷାର ରଚନା ମଧ୍ୟରେ 1911ରେ ନେପାଳର ରାଜଦରବାରରୁ ଯେଉଁ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀଙ୍କ ଦ୍ୱାରା ଆବିଷ୍କୃତ ହୋଇଥିବା ଆଶ୍ଚର୍ଯ୍ୟ ଚର୍ଯ୍ୟାଚ ଓଡ଼ିଆ ଭାଷାର ପ୍ରାଚୀନତମ ରୂପରେଖ ଅର୍ଥାତ୍ ନବମ ଖ୍ରୀଷ୍ଟାବ୍ଦ ଆଉ ନବମ ଶତାବ୍ଦୀ ଆଉ 10ମ ଶତାବ୍ଦୀର ଚର୍ଯ୍ୟା ଗୀତିକା ଗୁଡ଼ିକରେ ଦେଖିବାକୁ ମିଳିଥିଲା, ଯେଉଁଟା ରାଜଦରବାରରୁ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଆବିଷ୍କାର କରିଥିଲେ। କାହ୍ନୁପାଦ, ଶବରୀପାଦ, ଲୁଇପାଦ ଓ ଅନ୍ୟାନ୍ୟ ଯେଉଁ ସିଦ୍ଧାଚାର୍ଯ୍ୟମାନେ ରହିଲେ, ସେମାନଙ୍କର ଯେଉଁ ଗୀତିକା ଗୁଡ଼ିକ ଥିଲା ତାହା ଅପଭ୍ରଂଶ ଥିଲା ଏବଂ ଭାରତର
ଅନ୍ୟାନ୍ୟ ଭାଷାଭାଷୀ ଯେମିତିକି ହିନ୍ଦୀ, ବଙ୍ଗାଳୀ, ଆସାମୀ, ମୈଥିଳୀ ସାହିତ୍ୟିକମାନେ ମଧ୍ୟ ସ୍ୱ ଭାଷାର ପ୍ରାଚୀନତମ ସ୍ୱରୂପ ବୋଲି ମଧ୍ୟ ଏହାକୁ କହିଲେ। କେବଳ ଓଡ଼ିଆର ପ୍ରାଚୀନତମ ରୂପ ଚର୍ଯା ଗୀତିକା ନୁହେଁ, ସେମାନେ ମଧ୍ୟ ଯେଉଁମାନଙ୍କର କହିଲି ହିନ୍ଦୀ, ବଙ୍ଗଳା, ଆସାମୀ, ମୈଥିଳୀ, ସେହି ସାହିତ୍ୟିକମାନେ ମଧ୍ୟ କହିଲେ ଯେ ତାଙ୍କ ରଚନାର ଅପଭ୍ରଂଶ ରୂପ ବା ଆଦି ରଚନା ହେଉଛି ଚର୍ଯା ସାହିତ୍ୟ। କିନ୍ତୁ ଯଦି ଆମେ ଇତିହାସର ଭାଷାତତ୍ତ୍ୱ ଆଉ ଧାର୍ମିକ ପରମ୍ପରା ଦୃଷ୍ଟିରୁ ବିଚାର କରିବା ତାହେଲେ ଦେଖିବା ଯେ ଚର୍ଯା ଗୀତିକାର ଯେଉଁମାନେ ଚର୍ଯା ତିଆରି କରିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ କବି ହେଉଛନ୍ତି ଓଡ଼ିଶାବାସୀ ଏବଂ ସେମାନଙ୍କ ଗୀତିକା ଗୁଡ଼ିକ ନବମ ଓ ଦଶମ ଶତକର ଅପଭ୍ରଂଶ ଓଡ଼ିଆ ଭାଷା ବୋଲି ଧରାଯାଏ। ତାପରେ ଆସିଲା ନାଥ ସାହିତ୍ୟ। ନାଥ ସାହିତ୍ୟରେ ମଧ୍ୟ ଅପଭ୍ରଂଶ ଭାଷା ଦେଖିବାକୁ ମିଳିଥିଲା। ନାଥ ସାହିତ୍ୟର ମୁଖ୍ୟ ଗ୍ରନ୍ଥ ଶିଶୁବେଦ ଓ ଅମରକୋଷ ଗୀତା, ସେଥିରେ ପ୍ରାଚୀନ ଅପଭ୍ରଂଶ ଭାଷାର ସ୍ୱରୂପ ଦେଖିବାକୁ ମିଳିଥିଲା। ଏବେ ବର୍ତ୍ତମାନ ଦେଖିବା ଅପଭ୍ରଂଶ ଭାଷାର ଲକ୍ଷଣ କ'ଣ ରହିଛି। ଅପଭ୍ରଂଶ ଶବ୍ଦର ଅର୍ଥ ଆମେ ଜାଣିଛନ୍ତି ଯେ ଆଲୋଚନା କରିଥିଲେ ବିକୃତ, ଭ୍ରଷ୍ଟ, ବିଚ୍ୟୁତ। ପତଞ୍ଜଳି ଦ୍ୱିତୀୟ ଖ୍ରୀଷ୍ଟାବ୍ଦରେ ତାଙ୍କର ମହାଭାଷ୍ୟରେ ଅପଭ୍ରଂଶ ଭାଷାକୁ ଦେବଭାଷା ଭିନ୍ନ ଗୋଟେ ଅସାଧୁ ଭାଷା ବା ଲୌକିକ ଭାଷା ଭାବରେ ଗ୍ରହଣ କରିଛନ୍ତି। କିନ୍ତୁ ପରେ ଅପଭ୍ରଂଶ ଏକ ପ୍ରକାର ପ୍ରାକୃତ ଭାଷା ବୋଲି ମଧ୍ୟ ବୈୟାକରଣିକମାନେ ମତ ପ୍ରଦାନ କରିଛନ୍ତି। କାରଣ ଶବ୍ଦର ସ୍ୱରଧ୍ୱନିରେ କେମିତି ପରିବର୍ତ୍ତନ ଆସିଛି, ନାସିକ ବ୍ୟଞ୍ଜନରେ କେମିତି ପରିବର୍ତ୍ତନ ଆସିଛି, ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାରେ କେମିତି ସ୍ତ୍ରୀଲିଙ୍ଗର ପ୍ରୟୋଗ ହେଇଛି, ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାରେ ପୁଲ୍ଲିଙ୍ଗର ପ୍ରଥମା ବିଭକ୍ତି, ସେଥିରେ ପ୍ରଥମା ଏକବଚନରେ ବିସର୍ଗଯୁକ୍ତ ଅବିଭକ୍ତିରେ ପ୍ରାକୃତରେ କେଉଁଠି ଓ ହେଇଛି। ତାପରେ ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାରେ ପୁଲ୍ଲିଙ୍ଗ, ସ୍ତ୍ରୀଲିଙ୍ଗ, କରଣକାରକରେ ଏକବଚନ ବିଭକ୍ତି ପ୍ରତ୍ୟୟ ଏନ ଭାବରେ ବ୍ୟବହୃତ ହୋଇଛି। ସମ୍ବନ୍ଧରେ ଏକବଚନରେ ଏକାଧିକ ପ୍ରତ୍ୟୟ ବ୍ୟବହୃତ ହୋଇଛି। ପ୍ରାଚୀନ ଧାତୁ ସ୍ଥାନରେ ନୂତନ ଧାତୁର ବ୍ୟବହାର କରାଯାଇଛି। ଏହିଭଳି ଭାବରେ ଛନ୍ଦରେ ମଧ୍ୟ ଦେଖିବାକୁ ମିଳିଛି। ଅନ୍ତ୍ୟାନୁପ୍ରାସ ଅର୍ଥାତ୍ ପଂକ୍ତିର ଶେଷରେ ମେଳ ଦେଖାଯାଇଛି। ଏଥିରେ ଉପଧା ମିଳନ ମଧ୍ୟ ଦେଖାଯାଇଛି। ତେବେ ଏହିଭଳି ଭାବରେ ବହୁତ ସାମ୍ୟ ପରିସ୍ଥିତି ଦେଖିବାକୁ ମିଳିଛି ଅପଭ୍ରଂଶ ଭାଷାର ଓଡ଼ିଆ ଭାଷାରେ। ତାପରେ ଓଡ଼ିଆ ଭାଷା ସହିତ ଅପଭ୍ରଂଶ ଭାଷା ସମ୍ପର୍କ ବିଷୟରେ ଯଦି ଆଲୋଚନା କରିବା ତାହେଲେ ଦେଖିବା ଅପଭ୍ରଂଶ ଭାଷାରେ ଯେଉଁ ସ୍ୱରବର୍ଣ୍ଣର ବ୍ୟବହାର ହେଇଛି, ଯେଉଁ ହ୍ରସ୍ୱ ସ୍ୱର ଏମିତିକି ଅ, ଇ, ଓ, ଏ, ଓ, ଆଉ ଦୀର୍ଘ ସ୍ୱର ହେଲା ଆ, ଇ, ଉ, ମାନେ ଦୀର୍ଘ ଇ, ଦୀର୍ଘ ଓ, ଆଉ ରୁ ମଧ୍ୟ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଛି। ଉଭୟ ଭାଷାରେ ଅନେକ ସ୍ଥାନରେ ଅଳ୍ପ ପ୍ରାଣ ବ୍ୟଞ୍ଜନ ସ୍ଥାନରେ ଯେଉଁ ସ୍ୱରଧ୍ୱନି ଅବଶିଷ୍ଟ ରହେ ତାହାକୁ ପୂର୍ବ ସ୍ୱର ସଙ୍ଗତରେ ସନ୍ଧିଯୁକ୍ତ ବା ସଂଶ୍ଳିଷ୍ଟ କରିବାର ପ୍ରକ୍ରିୟା ରହିଛି। ତେଣୁ ଉଭୟ ଅପଭ୍ରଂଶ ଓଡ଼ିଆ ଭାଷାର ମଧ୍ୟବର୍ତ୍ତୀ ଅଳ୍ପ ପ୍ରାଣ ବ୍ୟଞ୍ଜନ ପରିବର୍ତ୍ତେ ଅନେକ ସ୍ଥାନରେ ୟର ଆଗମ ହୋଇଛି। ଏହିଭଳି ଭାବରେ ଅପଭ୍ରଂଶ ଭାଷାରେ ଓଡ଼ିଆ ଭାଷାର କେମିତି ସ୍ୱରଧ୍ୱନି ପରିବର୍ତ୍ତିତ ହେଇଛି ଆଉ ନୂତନ ସ୍ୱରଧ୍ୱନିର ଆଗମ ହେଇଛି। ଅପଭ୍ରଂଶ ଭାଷାରେ ଦ୍ୱିବ୍ୟଞ୍ଜନର କିନ୍ତୁ ଏକୀଭବନ ଘଟିଛି। ଏହିସବୁର ବର୍ଣ୍ଣନା ଦେଖିବାକୁ ମିଳେ। ତା'ର ସେଇ ପୃଷ୍ଠାଟି ବର୍ତ୍ତମାନ ସ୍କ୍ରିନ୍ ଉପରେ ଅଛି, ତୁମେମାନେ ତାକୁ ଦେଖିକିରି ତା'ର ନୋଟ୍ସ ବନେଇ ପାରିବ। ଏହିଭଳି ଆମେ ଦେଖିବା ଅନେକ ଗୁଡ଼ିଏ ଶବ୍ଦ ଯାହାକି ଉଭୟ କ୍ଷେତ୍ରରେ ସ୍ୱରଧ୍ୱନି ବିବର୍ତ୍ତନରେ ଅନେକ ସାମ୍ୟ ରୂପ ଧାରଣ କରିଛନ୍ତି ପ୍ରାକୃତ ଏବଂ ଅପଭ୍ରଂଶ ଭାଷାରେ। ଅପଭ୍ରଂଶ ଓଡ଼ିଆ ଭାଷାରେ ତା'ର ରୂପ କେମିତି ପରିବର୍ତ୍ତନ ହେଇଛି, ସବୁ ସ୍ୱର ବର୍ଣ୍ଣର ଏଥିରେ ଏଇ ପୃଷ୍ଠାରେ ସବୁ ସ୍ୱର ବର୍ଣ୍ଣର ପରିବର୍ତ୍ତନ କେମିତି ହେଇଛି, ସେ ସ୍ୱରବର୍ଣ୍ଣ ସହିତ ଶବ୍ଦର ତା'ର ଉଦାହରଣ ମଧ୍ୟ ଆମେ ଦେଖିପାରିବା। ତାପରେ ବ୍ୟଞ୍ଜନ ଧ୍ୱନି ଦେଖିବା ଯଦି ଯେମିତି ସ୍ୱରବର୍ଣ୍ଣର ପରିବର୍ତ୍ତନ ହେଇଛି ସେମିତି ବ୍ୟଞ୍ଜନ ଧ୍ୱନିର ପରିବର୍ତ୍ତନ ହେଇଛି। କେଉଁଠି ବ୍ୟଞ୍ଜନ ଲୋପ ହେଇଛି, କେଉଁଠି ପ୍ରାନ୍ତ ବ୍ୟଞ୍ଜନ ଲୋପ ହେଇଛି, ବ୍ୟଞ୍ଜନ ଗମ ହେଇଛି, ତା ସହିତ ତାଲବୀ ଭବନ, ନାସିକୀ ଭବନ, ଅନୁନାସିକୀ ଭବନ, ସ୍ୱତଃ ନାସିକୀ ଭବନ, ଆଉ ସ୍ୱତଃ ନାସିକୀ ଭବନ, ସ୍ୱତଃ ଅନୁନାସିକୀ ଭବନ, ମହାପ୍ରାଣିତ ଭବନ, ଏସବୁର କେମିତି ବ୍ୟବହାର କରାଯାଇଛି
ତାହା ଏଠି ଦେଖିବାକୁ ମିଳିଛି। ଉଦାହରଣ ସହିତ ସ୍କ୍ରିନ୍ ଉପରେ ଅନେକ ଶବ୍ଦ ଏଠି ଦିଆଯାଇଛି, କେମିତି ପରିବର୍ତ୍ତନ ଘଟିଛି ତାହା ମଧ୍ୟ ଏଥିରେ ଦେଖିବାକୁ ମିଳିଛି। ଅପଭ୍ରଂଶ ଓଡ଼ିଆ ଭାଷାରେ ଶବ୍ଦ ବିଭବର ସମ୍ପର୍କ ଯଦି ଦେଖିବା, ସେଥିରେ ମଧ୍ୟ ଅନେକ ପରିବର୍ତ୍ତନ ହେଇଛି, କିନ୍ତୁ ଅଳ୍ପ ମାତ୍ରାରେ ପରିବର୍ତ୍ତନ ହେଇଛି। ଭିନ୍ନ ଭିନ୍ନ ଶବ୍ଦ ରହିଛି ଏଥିରେ, ଯେମିତି ଏତା ଓଡ଼ିଆରେ ହେଲା ଏତିକି, ଓଢ଼ଣୀ, କଂସାଳ, କୁଟ, କୁଟିବା, ଖଡ଼ା, ଖଡ଼ା, ଏଭଳି ପ୍ରାୟ ପାଖାପାଖି ଶବ୍ଦ ରହିଛି। ତେଣୁ ଏଥିରୁ ଆମେ ସ୍ପଷ୍ଟ ଜାଣିଲେ ଯେ ଅପଭ୍ରଂଶ ଭାଷା ସହିତ ଓଡ଼ିଆ ଭାଷାର ଗୋଟେ ନିବିଡ଼ ସମ୍ପର୍କ ରହିଛି। ପୂର୍ବୀ ମାଗଧୀ ଅପଭ୍ରଂଶରୁ ଓଡ଼ିଆ ଭାଷା ଉଚ୍ଚାରିତ ହୋଇଛି। ତେଣୁ ଅପଭ୍ରଂଶରେ ରଚିତ ଚର୍ଯ୍ୟା ଗୀତ ଗୁଡ଼ିକ ଓଡ଼ିଆ ଭାଷାର ରଚନା ବୋଲି ଏଇଥିରୁ ସିଦ୍ଧ ହେଉଛି। ତାପରେ ଦେଖିବା ଅପଭ୍ରଷ୍ଟ ବା ଅବହଟ୍ଟ ଭାଷା। ମଧ୍ୟଭାରତୀୟ ଆର୍ଯ୍ୟ ଭାଷାର ଅନ୍ତିମ ସ୍ତର ହେଉଛି ଅବହଟ୍ଟ ଭାଷା। ପାଲି, ପ୍ରାକୃତ, ଅପଭ୍ରଂଶ ଏହି କ୍ରମାନ୍ୱয়ে ମଧ୍ୟଭାରତୀୟ ଆର୍ଯ୍ୟ ଭାଷାର ବିକାଶ ଘଟିଛି। ଏହି କ୍ରମ ପରିଣତିର ଶେଷ ସ୍ୱରୂପ ହେଉଛି ଅବହଟ୍ଟ ଭାଷା, ଅର୍ଥାତ୍ ଚତୁର୍ଥ ସ୍ତରର ଭାଷା, ପ୍ରାଦେଶିକ ଆର୍ଯ୍ୟ ଭାଷାର ପୂର୍ବ ସ୍ତର ଯେଉଁଟାକୁ ଆମେ କହିବା। ତେଣୁ ବ୍ୟାକରଣକାରମାନେ ଅପଭ୍ରଷ୍ଟ ଶବ୍ଦକୁ ବ୍ୟାକରଣ ଦୃଷ୍ଟିରୁ ବିଚାର କରି କହିଛନ୍ତି ଯେ ଗୋଟେ ଗୋଟେ ବିଶେଷଣ ଶବ୍ଦ। ତେଣୁ ଭାଷା ସ୍ଖଳିତ ହେଲେ ହୁଏ ଅପଭ୍ରଷ୍ଟ। ଏହି ଭାଷାକୁ ପ୍ରାକୃତ ବ୍ୟାକରଣକାରମାନେ ସ୍ୱୀକାର କରିନାହାନ୍ତି, କେବଳ ଅପଭ୍ରଂଶ ଭାଷାକୁ ସେମାନେ ସ୍ୱୀକାର କରିଛନ୍ତି। ବହୁ ଭାଷାତତ୍ତ୍ୱବିତ୍ ଅଛନ୍ତି ଯେଉଁମାନେ କି ପ୍ରାକୃତର ଶେଷ ସ୍ତରକୁ ଅପଭ୍ରଂଶର ନାମ ଦେଇଛନ୍ତି। ଅପଭ୍ରଷ୍ଟର ଯଦି ଅର୍ଥ ଆମେ ଦେଖିବା, ତାର ଅର୍ଥ ରହୁଛି ଲୋକ ବ୍ୟବହାର ଦୃଷ୍ଟିରୁ ପ୍ରାକୃତିର ସ୍ଖଳିତ ରୂପ, ଅର୍ଥାତ୍ ଏହି ରୂପଟି ଲୋକସ୍ତରରେ ପ୍ରଚଳିତ ଗୋଟିଏ ରୂପ, ଅର୍ଥାତ୍ ଅର୍ବାଚୀନର ରୂପାନ୍ତର ବୋଲି କୁହାଯାଇଛି। ତେଣୁ ପ୍ରାକୃତ ବ୍ୟାକରଣକାର ଓ ଗ୍ରିୟର୍ସନ ପ୍ରମୁଖ ଅଧିକାଂଶ ଆମର ରହିଛନ୍ତି ଭାଷାତତ୍ତ୍ୱବିତ୍, ଯେଉଁମାନେ ଏହାକୁ ଅପଭ୍ରଂଶ ଭାଷା ବୋଲି ଗ୍ରହଣ କରିଛନ୍ତି। ଅବହଟ୍ଟ ବୋଲି କୌଣସି ସ୍ୱତନ୍ତ୍ର ପ୍ରସଙ୍ଗ ଉତ୍ଥାପନ କରିନାହାନ୍ତି। କିନ୍ତୁ ମହର୍ଷି ପତଞ୍ଜଳିଙ୍କ ମତ ଅନୁସାରେ ପ୍ରାକୃତ ବୈୟାକରଣିକଗଣ ଅପଭ୍ରଂଶର ଲକ୍ଷଣ ପ୍ରଦର୍ଶନ କରିଛନ୍ତି, କିନ୍ତୁ ଅପଭ୍ରଂଶର ଯେଉଁ ପୁନର୍ବାର ସ୍ଖଳିତ ଜନିତ ଅପଭ୍ରଷ୍ଟ ବା ଅବହଟ୍ଟ ନାମରେ ଏକ ଭାଷା ସୃଷ୍ଟି ହୋଇଛି ବା ଲୋକମୁଖର ଭାଷାର ପରିବର୍ତ୍ତନ ଘଟି ଅପଭ୍ରଷ୍ଟ ସ୍ତରକୁ ତାହା ଆସିଛି, ସେ ବିଷୟରେ କୌଣସି ଆଲୋଚନା ଦର୍ଶାଯାଏ ନାହିଁ। ମଧ୍ୟଭାରତୀୟ ଆର୍ଯ୍ୟ ଭାଷାର ଯେଉଁ ସାଧାରଣ ରୂପଟି ଅଶିଷ୍ଟ ବୋଲି ଆମେ ଗ୍ରହଣ କରିଛନ୍ତି, ସେହି ଶବ୍ଦ ମଧ୍ୟରେ ଲୋକଭାଷା, ସେଇ ଭାଷାଟି ହେଇଛି ଲୋକଭାଷା ବା ଲୋକ ସାହିତ୍ୟର ବାହକ ସାଜିଛି ସେଇ ଭାଷାଟି। ତେଣୁ ଅପଭ୍ରଂଶ ଠାରୁ ଏହା ହେଉଛି ସ୍ୱତନ୍ତ୍ର, ତା'ର ରୂପ। ଆଧୁନିକ ପ୍ରାଦେଶିକ ଆର୍ଯ୍ୟ ଭାଷାର ଉଦ୍ଭବ, ଏହା ହେଉଛି ଐତିହାସିକ ବିକାଶ କ୍ରମର ପରିଣତି। ତେଣୁ କୁହାଯିବ ମାଗଧୀ ପ୍ରାକୃତ, ମହାରାଷ୍ଟ୍ରୀୟ ଅପଭ୍ରଂଶ, ମହାରାଷ୍ଟ୍ରୀୟ ଅବହଟ୍ଟ, ତାପରେ ମହାରାଷ୍ଟ୍ରୀ, ପରବର୍ତ୍ତୀ ସମୟରେ ତାହା ହେଇଛି ପ୍ରାଦେଶିକ ଭାଷା ମରାଠୀ। ସେହିଭଳି ମାଗଧୀ ପ୍ରାକୃତକୁ ଯଦି ଦେଖିବା, ତାହେଲେ ତାକୁ ମାଗଧୀ ଅପଭ୍ରଂଶ, ମାଗଧୀ ଅପଭ୍ରଷ୍ଟ ବା ଅବହଟ୍ଟ, ତାପରେ ଆଧୁନିକ ପ୍ରାଦେଶିକ ଓଡ଼ିଆ ଭାଷା, ବଙ୍ଗଳା, ଆସାମିଆ, ଭୋଜପୁରୀ, ଏହିପରି 5ଟି ପ୍ରାକୃତରୁ 5ଟି ଅପଭ୍ରଂଶ ଓ ସେଥିରୁ 5ଟି ଅପଭ୍ରଷ୍ଟ ରୂପର ଉଦ୍ଭବ ଘଟିଛି। 1000 ଖ୍ରୀଷ୍ଟାବ୍ଦକୁ ଯଦି ଅପଭ୍ରଂଶର ବିକାଶ କାଳ ବା ଶେଷ ସୀମା ବୋଲି ନିର୍ଦ୍ଧାରଣ କରାଯାଏ, ତାହେଲେ ସେହି କାଳରୁ ବିଭିନ୍ନ ଆଧୁନିକ ଆର୍ଯ୍ୟ ଭାଷାର ଉନ୍ମେଷ ଘଟିଛି ବୋଲି ଗ୍ରହଣ କରାଯିବ। କୌଣସି ଭାଷା ପୂର୍ଣ୍ଣାଙ୍ଗ ରୂପ ବିକାଶ କରିବା ଏକ ସମୟ ସାପେକ୍ଷ ପ୍ରକ୍ରିୟା। କୌଣସି ଜିନିଷଟା ଏତେ ସହଜରେ ହେଇପାରେ ନାହିଁ। ମୋଟାମୋଟି ଭାବରେ ଆମେ ଯଦି ଦେଖିବା, 1400 ଖ୍ରୀଷ୍ଟାବ୍ଦ ବେଳକୁ ବିଭିନ୍ନ ଆର୍ଯ୍ୟ ଭାଷାକୁ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା କହିବାର ବାସ୍ତବତା ଅଧିକ ରହିଛି। ଏକାଦଶ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ଯେଉଁ ଆର୍ଯ୍ୟ ଭାଷା ଯେଉଁ ବିକଶିତ ହୋଇଛି, ତାହା ହିଁ ହେଉଛି ଅପଭ୍ରଷ୍ଟ ବା ଅବହଟ୍ଟ ଭାଷା। ଏହା ଉଭୟ ଅପଭ୍ରଂଶ ଓ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷାର ଲକ୍ଷଣରେ ଅନ୍ୱିତ। ତେବେ ଓଡ଼ିଆ ଭାଷା ଓ ଅବହଟ୍ଟ ଭାଷା ମଧ୍ୟରେ ମଧ୍ୟ ନିବିଡ଼ ସମ୍ପର୍କ ରହିବା ସ୍ୱାଭାବିକ। ତେଣୁ ଓଡ଼ିଆ ଭାଷା ସହିତ ଅବହଟ୍ଟ ଭାଷାର ଯେଉଁ ସମ୍ପର୍କ ରହିଛି, ତା'ର ଉଦାହରଣ କେମିତି ପରିବର୍ତ୍ତନ ହୋଇଛି ସେ ବିଷୟରେ ଏଠି
ବିଶଦ ଭାବରେ ଦେଇ ଦିଆଯାଇଛି ପିଲାମାନେ, ତୁମେମାନେ ତାକୁ ଦେଖିକିରି ସହଜରେ ଜାଣିପାରିବ। ତାପରେ ଦେଖିବା ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା। ଏ ବିଷୟରେ ଆମେ ପରବର୍ତ୍ତୀ କ୍ଲାସ୍ରେ ପଢ଼ିବା। ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା ଆଉ କେମିତି ସେ ଭାଷାର ରୂପ ପରିବର୍ତ୍ତନ ହେଇଛି, ଆଉ ଭାଷାର କ୍ରମ ବିକାଶ ଘଟିକିରି ତାହା କେମିତି ବିଭିନ୍ନ ଅନୁଶାସନକୁ ଆସିଛି, ଶିଳାଲେଖକୁ ଆସିଛି, ଆଉ ବିଭିନ୍ନ ଭାଷାର କେମିତି ପ୍ରଭାବ ପଡ଼ିଛି ପ୍ରତ୍ୟେକ ଭାଷା ଉପରେ, ଆଉ ଯେଉଁ ଆମର ଭାଷାର ଉଦ୍ଭବ ବିକାଶ ପରେ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଭାଷାର ରୂପ କେମିତି ରହିଛି ତା ବିଷୟରେ ଆଲୋଚନା କରିବା। ଆଜି ପାଇଁ କ୍ଲାସ୍ଟି ଏତିକିରେ ରଖୁଛି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ, ଆମ ସହିତ ଏମିତି ଯୋଡ଼ି ହେଇକି ରହୁଥିବ, ନୂଆ ନୂଆ ଜିନିଷ ଆଲୋଚନା କରିବାକୁ ମିଳିବ। ଏବଂ ଏଇ ଯେଉଁ ୟୁନିଟ୍ ଶେଷରେ ଯେତେ ପ୍ରକାରର ସର୍ଟ ଟାଇପ୍ କ୍ୱେଶ୍ଚିନ୍ ହେଇପାରିବ ଏବଂ ଲଙ୍ଗ୍ ଟାଇପ୍ କ୍ୱେଶ୍ଚିନ୍ କେମିତି ତୁମେ ଲେଖିବ ତା'ର ପ୍ରୋସେସ୍ ମୁଁ ବତେଇଦେବି।